ଯଦି ଆପଣ ଫସଲ ବୀମା ଯୋଜନା କରିଛନ୍ତି ତାହେଲେ ଆସିଗଲା ଲିଷ୍ଟ ଆପଣଙ୍କ ଗାଁର। ଆପଣ ଚେକ୍ କରନ୍ତୁ ଯେଉଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଥିଲେ ତ ସରକାର ସେମାନଙ୍କ ପାଇଁ ଏକ ନୂଆ ଲିଷ୍ଟ ଜାରି କରିଛନ୍ତି। ଆପଣ ନିଜର ମୋବାଇଲ ମାଧ୍ୟମରେ ଚେକ୍ କରିପାରିବେ ଯେ ଆପଣଙ୍କର ନାମ ସେଥିରେ ଅଛି କି ନାହିଁ। କେଉଁ ଚାଷୀଙ୍କୁ କେତେ ଟଙ୍କା ମିଳିବ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ। ଫସଲ କ୍ଷୟକ୍ଷତି ବାବଦକୁ ସରକାର ଏବେ ଅଧିକ ଟଙ୍କା ଦେବା ପାଇଁ ଯାଉଛନ୍ତି। ଏହାକୁ ନେଇ ସରକାରଙ୍କ ତରଫରୁ ବଡ଼ ଅପଡେଟ୍ ରହିଛି ଏବଂ ଲିଷ୍ଟ ମଧ୍ୟ ଜାରି କରାଯାଇଛି। ତ ଏ ଲିଷ୍ଟ ଆପଣ ନିଜର ମୋବାଇଲ ମାଧ୍ୟମରେ କେମିତି ଚେକ୍ କରିବେ, ଆପଣଙ୍କର ଚେକ୍ କରିବେ ଆପଣଙ୍କ ପଞ୍ଚାୟତର ଆପଣଙ୍କ ଗାଁରେ ସବୁ ଚାଷୀଙ୍କର ଗୋଟେ ଗୋଟେ କରି ଦେଖିପାରିବେ, ଯାହାକି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଯେଉଁମାନେ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ। ସର୍ବପ୍ରଥମେ ଆପଣମାନଙ୍କର ଯେକୌଣସି ଗୋଟିଏ ମୋବାଇଲ ବ୍ରାଉଜରକୁ ଯାଆନ୍ତୁ। ଯେମିତିକା ଆପଣଙ୍କ ମୋବାଇଲରେ ଗୁଗଲ କ୍ରୋମ୍ ରହିଛି, ସେ ଗୁଗଲ କ୍ରୋମ୍ ସର୍ଚ୍ଚ ବାର୍ରେ ଆପଣ ଲେଖନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲେଖି ସର୍ଚ୍ଚ କରିବେ ତ ଦେଖନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଫିସିଆଲି ଲିଙ୍କ ଆପଣମାନଙ୍କୁ ଶୋ କରିବ। ଆପଣ କ'ଣ କରିବେ, ଏହି ଅଫିସିଆଲି ଲିଙ୍କ ଉପରେ ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। ଯେଉଁ ଚାଷୀ ଭାଇ ଭଉଣୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ କରିଛନ୍ତି ତ ତାଙ୍କ ପାଇଁ ଏ ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେକୌଣସି ନୂଆ ଅପଡେଟ୍ ଆସୁଛି ଚାଷ ସମ୍ବନ୍ଧୀୟ ସର୍ବପ୍ରଥମେ ଆପଣ ଏହି ଚ୍ୟାନେଲ ମାଧ୍ୟମରୁ ହିଁ ଆପଣ ଜାଣିବାକୁ ପାଇବେ। ତ ସେଥିପାଇଁ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିଦେବେ। ତାପରେ ଆପଣ ଦେଖନ୍ତୁ ଏଠାରେ ତିନୋଟି ଡଟ୍ ରହିଛି, ଏହି ତିନୋଟି ଡଟ୍ ଅପସନ୍ ଉପରେ ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। ଯେତେବେଳେ ଆପଣ ଏହି ତିନୋଟି ଡଟ୍ ଉପରେ କ୍ଲିକ୍ କରିବେ ଦେଖନ୍ତୁ ଗୁଡ଼ାଏ ଅପସନ୍ ଶୋ କରିବ, କିନ୍ତୁ ଆପଣ କ'ଣ କରିବେ ଡେସ୍କଟପ୍ ସାଇଟ୍ଟିକୁ କ୍ଲିକ୍ କରିନେବେ। ଯେତେବେଳେ ଆପଣ ଡେସ୍କଟପ୍ ସାଇଟ୍ଟିକୁ କ୍ଲିକ୍ କରିନେବେ ତ ଲିଷ୍ଟ ଗୁଡ଼ିକ ଦେଖିବା ପାଇଁ ଆପଣମାନଙ୍କର ସୁବିଧା ହେବ, ଅର୍ଥାତ୍ ସବୁ ପେଜ୍ ଗୁଡ଼ିକ ଠିକ୍ ଭାବରେ ଓପନ୍ ହେଇପାରିବ। ତାପରେ ଆପଣମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଫିସିଆଲି ୱେବ୍ ପେଜ୍ରେ ପହଞ୍ଚିଯିବେ। ତ ଏଠାରେ ଗୋଟେ ଅପସନ୍ ଆପଣ ଦେଖିବାକୁ ପାଉଥିବେ ଡାସବୋର୍ଡ଼ ଲେଖାଯାଇଛି। ଯେତେବେଳେ ଆପଣ ଏହି ଡାସବୋର୍ଡ଼ ଅପସନ୍ ଉପରେ କ୍ଲିକ୍ କରିବେ ଦୁଇଟି ଅପସନ୍ ଆପଣଙ୍କୁ ଶୋ କରିବ। ଗୋଟିଏ ହେଲା ଆପଣମାନଙ୍କର କଭରେଜ ଡାସବୋର୍ଡ଼, ଆଉ ଗୋଟେ ହେଲା ଆପଣମାନଙ୍କର ଗ୍ରାଫିକାଲ ଡାସବୋର୍ଡ଼। ତ ଆପଣ କ'ଣ କରିବେ କଭରେଜ ଡାସବୋର୍ଡ଼ ଅପସନ୍ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ବର୍ଷ ଗୁଡ଼ିକ ସବୁ ଆସୁଛି। ତ ଯେବେଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହୋଇଛି 2018 ବର୍ଷ ପାଖରୁ ଆପଣମାନଙ୍କର 2026 ବର୍ଷ ପର୍ଯ୍ୟନ୍ତ ରହିଛି। କିଏ କେଉଁ ବର୍ଷରେ ଆବେଦନ କରିଥିଲେ ତାର ଡିଟେଲ୍ସ ଆପଣ ଜାଣିପାରିବେ। ତାପରେ ଦେଖନ୍ତୁ ଆପଣମାନଙ୍କର ଗୋଟେ ଅପସନ୍ ରହିଛି ଆଡମିନିଷ୍ଟ୍ରେଟିଭ୍ ଡାସବୋର୍ଡ଼ ରହିଛି, ତାପରେ ଥିମ୍ ରହିଛି। ଏହି ଆଡମିନିଷ୍ଟ୍ରେଟିଭ୍ ଡାସବୋର୍ଡ଼ର ଥିମ୍ ଯଦି ଆପଣ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ତ ଆପଣ ଥିମ୍ ମଧ୍ୟ ଚେଞ୍ଜ କରିପାରିବେ। ତ ଦେଖନ୍ତୁ ଯେତେବେଳେ ମୁଁ ଏହି ଥିମ୍ ଅପସନ୍ ଉପରେ କ୍ଲିକ୍ କରୁଛି ଦେଖନ୍ତୁ କଲର୍ ଗୁଡ଼ିକ ଚେଞ୍ଜ ହେଉଛି, ଆପଣ ପରିଲିଖିତ କରୁଥିବେ। ଦେଖନ୍ତୁ ଯେତେବେଳେ କ୍ଲିକ୍ କରୁଛି ତ କେମିତି କଲର୍ ଚେଞ୍ଜ ହେଉଛି ଆପଣ ଦେଖିବାକୁ ପାଉଥିବେ। ତାପରେ ଦେଖନ୍ତୁ ଏଠାରେ ଗୋଟେ ଅପସନ୍ ରହିଛି ଗ୍ରୀନ୍ କଲର୍ର ଷ୍ଟେଟ୍ ୱାଇଜ୍ ରିପୋର୍ଟ। ତ ଆପଣମାନେ ବିଭିନ୍ନ ରାଜ୍ୟର ରିପୋର୍ଟ ଗୁଡ଼ିକ ପାଇପାରିବେ। ତ ଯେତେବେଳେ ଆପଣ ଷ୍ଟେଟ୍ ୱାଇଜ୍ ରିପୋର୍ଟ ଅପସନ୍ ଉପରେ କ୍ଲିକ୍ କରିବେ ତ ଏଇଭଳି ଏକ ପେଜ୍ ଓପନ୍ ହେଇକି ଆସିବ। ଦେଖନ୍ତୁ ଏଠି ଭାରତରେ ଯେତେଟା ବି ଷ୍ଟେଟ୍ ରହିଛି ସବୁ ଷ୍ଟେଟ୍ ଗୁଡ଼ିକର ରିପୋର୍ଟ ଆପଣ ଦେଖିବାକୁ ପାଇବେ ନାହିଁ। ତ ମାତ୍ର ଆପଣ 23ଟି ରାଜ୍ୟର ହିଁ ରିପୋର୍ଟ ଆପଣ ଦେଖିବାକୁ ପାଇବେ। ତ ଏକରୁ ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି ଏଇ ଷ୍ଟେଟ୍ ଗୁଡ଼ିକର ରିପୋର୍ଟ ଆପଣ ଦେଖିବାକୁ ପାଇବେ। 23ଟି ରାଜ୍ୟ ମଧ୍ୟରୁ ଏଥିରେ ଓଡ଼ିଶା ମଧ୍ୟ ଇନକ୍ଲୁଡ଼ ରହିଛି। ତ ଯେହେତୁ ଆମେ ଓଡ଼ିଶାରୁ ବିଲଙ୍ଗସ୍ କରୁଛୁ ତ ଆପଣ କ'ଣ କରିବେ ଓଡ଼ିଶାକୁ ସିଲେକ୍ଟ କରିନେବେ। ସିଲେକ୍ଟ କଲା ପରେ ଏଇଭଳି ପେଜ୍ ଓପନ୍ ହେଇକି ଆସିବ। ତ ଏଠାରେ ଆପଣ ବିଭିନ୍ନ ଜିଲ୍ଲା ସବୁ ରହିଛି ଓଡ଼ିଶାର,
ସେଇ ଜିଲ୍ଲା ଗୁଡ଼ିକର ରିପୋର୍ଟ ମଧ୍ୟ ଆପଣ ଦେଖିବାକୁ ପାଇବେ। ତ ଆପଣଙ୍କର କେଉଁ ଜିଲ୍ଲା ରହିଛି ସେଇ ଅନୁସାରେ ଆପଣ ଜିଲ୍ଲାଟିକୁ ସିଲେକ୍ଟ କରିବେ। ତ ଦେଖନ୍ତୁ 1 ନମ୍ବରରେ ଅନୁଗୁଳ ରହିଛି, 2 ନମ୍ବରରେ ବଲାଙ୍ଗୀର ରହିଛି, 3 ନମ୍ବରରେ ବାଲେଶ୍ୱର ରହିଛି, 4 ନମ୍ବରରେ ବରଗଡ଼ ରହିଛି। ତ ଏଇଭଳି ଜିଲ୍ଲା ଗୁଡ଼ିକ ସିରିଏଲ ୱାଇଜ୍ ରହିଛି। ତ ଆପଣଙ୍କର କେଉଁ ଜିଲ୍ଲାଟି ରହିଛି ଆପଣ ସେଇ ଜିଲ୍ଲାଟିକୁ ସିଲେକ୍ଟ କଲେ ତାର ରିପୋର୍ଟ ମଧ୍ୟ ଦେଖିପାରିବେ। ତ ଏଠି ତ ରହିଛି ଆପଣମାନଙ୍କର ଯେଉଁ ଇନ୍ସୁରାନ୍ସ ୟୁନିଟ୍ସ ରହିଛି। ତ ଆପଣ ଦେଖିବାକୁ ପାଉଥିବେ ଫାର୍ମାର୍ସ ରହିଛି, କେତେଜଣ ଫାର୍ମାର୍ସ ରହିଛନ୍ତି କେଉଁ କେଉଁ ଜିଲ୍ଲା ଗୁଡ଼ିକର ଆପଣ ଦେଖିବାକୁ ପାଉଥିବେ। ତାପରେ ଦେଖନ୍ତୁ ଆପ୍ଲିକେସନ ରହିଛି। ଆପ୍ଲିକେସନକୁ 2 ଭାଗରେ ବିଭକ୍ତ କରାଯାଇଛି, ଲୋନି ଆଉ ଗୋଟେ ନନ୍ ଲୋନି। ତ ଯେଉଁମାନେ ଋଣ ନେଇକି ବ୍ୟାଙ୍କରୁ ଚାଷ କରୁଛନ୍ତି ତ ସେମାନେ ଯାଉଛନ୍ତି ଲୋନିରେ ଯିବେ। ଯେଉଁ ଚାଷୀମାନେ ବିନା ଋଣରେ ଚାଷବାସ କରୁଛନ୍ତି ସେମାନେ ନନ୍ ଲୋନିରେ ଯିବେ। ତ ଏଇଭଳି ସଂଖ୍ୟା ମଧ୍ୟ ରହିଛି ଚାଷୀମାନଙ୍କର। ତାପରେ 1000 ହେକ୍ଟ ରହିଛି, ଏରିଆ ଇନସୁର୍ଡ ରହିଛି। ତାପରେ ଆପଣ ଦେଖୁଥିବେ ଏମାଉଣ୍ଟ ଇନ୍ ଲାଖ୍ ରହିଛି। ଏମାଉଣ୍ଟ ଇନ୍ ଲାଖ୍କୁ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଆପଣମାନଙ୍କର ଫାର୍ମାର୍ସ ପ୍ରିମିୟମ୍ ରହିଛି, 2 ନମ୍ବରରେ ଷ୍ଟେଟ୍ ପ୍ରିମିୟମ୍ ରହିଛି, 3 ନମ୍ବରରେ GOI ପ୍ରିମିୟମ୍ ରହିଛି। ଦେଖନ୍ତୁ କେଉଁ ଜିଲ୍ଲାରେ କେତେ ରହିଛନ୍ତି। ପ୍ରଥମେ ତ ଅନୁଗୁଳ ରହିଛି। ଅନୁଗୁଳରେ ଇନ୍ସୁରାନ୍ସ ୟୁନିଟ୍ସ ରହିଛି 233 ରହିଛି। ଫାର୍ମାର୍ସ ରହିଛନ୍ତି 99,277 ଜଣ ରହିଛନ୍ତି। ତାପରେ ଆପ୍ଲିକେସନରେ ଲୋନି ରହିଛନ୍ତି 3,15,614 ଜଣ ରହିଛନ୍ତି। ନନ୍ ଲୋନିରେ ରହିଛନ୍ତି 1,08,25। ତ ଆପଣଙ୍କର ଜିଲ୍ଲା ଅନୁସାରେ ଆପଣ ମଧ୍ୟ ଦେଖିବାକୁ ପାଇବେ। ତ ଆପଣ ମଧ୍ୟ ଚେକ୍ କରିନିଅନ୍ତୁ। ତ ଆପଣ କ'ଣ କରିବେ, ତ ଆପଣଙ୍କର କେଉଁ ଜିଲ୍ଲା ରହିଛି ଆପଣ ସେଇ ଜିଲ୍ଲାଟିକୁ ଆପଣ ସିଲେକ୍ଟ କରିବେ। ଜିଲ୍ଲାଟିକୁ ସିଲେକ୍ଟ କରିବା ପୂର୍ବରୁ ଆପଣମାନେ ଇୟରଟିକୁ ସିଲେକ୍ଟ କରିନେବେ। ତ ଇୟର ଅପସନ୍ ଉପରେ ଆପଣ କ୍ଲିକ୍ କରି 2026ଟିକୁ ଆପଣ ସିଲେକ୍ଟ କରିନେବେ। ତ ଆମେ ବଲାଙ୍ଗୀର ଜିଲ୍ଲାଟିକୁ ସିଲେକ୍ଟ କରିନେବା। ତ ଯେତେବେଳେ ଆମେ ବଲାଙ୍ଗୀର ଜିଲ୍ଲାକୁ ସିଲେକ୍ଟ କରିବା ତ ପ୍ରୋସେସିଂ ନେବ। ତାପରେ ବଲାଙ୍ଗୀର ଜିଲ୍ଲାର ବ୍ଲକ ଶୋ କରିବ। ବଲାଙ୍ଗୀର ଜିଲ୍ଲାର ବ୍ଲକଟିକୁ ଆମେ ବଲାଙ୍ଗୀର ସିଲେକ୍ଟ କରିବା। ତ ଯେତେବେଳେ ଆମେ ବଲାଙ୍ଗୀରକୁ ସିଲେକ୍ଟ କରିବା ତାପରେ ଆପଣମାନଙ୍କର ଗ୍ରାମ ପଞ୍ଚାୟତଟି ଆସିଯିବ। ଆପଣ ଗ୍ରାମ ପଞ୍ଚାୟତକୁ ସିଲେକ୍ଟ କରିନେବେ। ତ ଆମେ ବଲାଙ୍ଗୀର ମ୍ୟୁନିସିପାଲିଟି ଗ୍ରାମ ପଞ୍ଚାୟତକୁ ସିଲେକ୍ଟ କରିନେବା। ତାପରେ ଗ୍ରାମ ଗୁଡ଼ିକ ଶୋ କରିବ। ତ ଆପଣ ଏଠି ଦେଖିବାକୁ ପାଉଥିବେ ବଲାଙ୍ଗୀର ଏ ଗ୍ରାମର ଯଦି ରିପୋର୍ଟ ଦେଖିବା ରେଭେନ୍ୟୁ ୟୁନିଟ୍ସ 2 ରହିଛି, ଫାର୍ମାର୍ସ ରହିଛନ୍ତି 53, ତାପରେ ଲୁନି ରହିଛନ୍ତି 114, ନନ୍ ଲୁନି ରହିଛନ୍ତି 48। ଆପଣମାନେ ଏଇଭଳି ପ୍ରୋସେସରେ ପ୍ରତ୍ୟେକ ଜିଲ୍ଲାର ରିପୋର୍ଟ ଏବଂ ପ୍ରତ୍ୟେକ ବ୍ଲକର ରିପୋର୍ଟ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ପ୍ରତ୍ୟେକ ଗାଁର ରିପୋର୍ଟ ଆପଣ ଦେଖିପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯଦି ଆପଣ କରିଛନ୍ତି ତାହେଲେ ଆପଣ ଥରେ ଚେକ୍ କରିନିଅନ୍ତୁ।